ରାମ ନାରାୟଣ ରାମ। ଏହି ତଫାତର କଳ୍ପନା କରିହେବ ନାହିଁ। ଯେ ପରିମାଣର ତଫାତ ସୂର୍ଯ୍ୟ ଓ ଚନ୍ଦ୍ରମା ମଧ୍ୟରେ ଅଛି, ସେହିପରି ଏହି ତଫାତ ସେଇ ଯୋଗୁଁ ସେ ଆସିଲେ ବୋଲନ୍ତି, ଦେଖ ଭାଇ, ତୁମମାନେ ଯେପରି ଚାହଁ ତାହିଁ କର। ତୁମେ କ'ଣ କଲ, କ'ଣ ନ କଲ, ଲକ୍ଷେ ଲକ୍ଷେ ଗୋ ହତ୍ୟା କଲେ କି ନାହିଁ, ଏହି ଦେଖିବା ଦରକାର ନାହିଁ। ମାତ୍ର ଜଗତ ସହିତ ଗତି ମିଳାଇ ଚାଲ। ଯେବେ ଆବଶ୍ୟକ ପଡ଼ିବ ମୁଁ ତୁମକୁ ଡାକିବି। କିନ୍ତୁ ମନେ ରଖ, ମୋ ଓ ତୁମ ମଧ୍ୟରେ ଯେ ପ୍ରେମ ଅଛି, ସେଥିରେ କୌଣସି ଅଭାବ ନ ଆସୁ। କାରଣ ଏହି ପ୍ରେମକୁ ଧ୍ୱଂସ କରିବା ପାଇଁ ଏଠାରେ ସାମାଜିକତା ମଧ୍ୟରେ ଅନେକ ବିଷୟ ଅଛି। ଏଠାରେ ଯେମିତି ନିୟମ ଅଛି, ସେଗୁଡ଼ିକୁ ମୋ ଭିତରକୁ ଆଣିବା ନାହିଁ। ଯେଉଁଠି ସିନେମାକୁ ଯିବାରେ ଭଗବାନ ରହନ୍ତି ନାହିଁ, ଏକ ଝିଅ ସହ ରହିଲେ ଭଗବାନ ପଳାଇ ଯାଆନ୍ତି, ଏପରି ଗପକୁ ଜନ୍ମଜାତ ଶୁଦ୍ଧତା ସହିତ ମିଶାଅ ନାହିଁ। ତାଙ୍କର ମତ ପ୍ରଥମେ ଜାଣ। ସେ କହୁଛନ୍ତି, ଭାଇ, ମୁଁ କାମକୁ ବୁଝେ ନାହିଁ, କ୍ରୋଧକୁ ବୁଝେ ନାହିଁ, ଝିଅକୁ ବୁଝେ ନାହିଁ। କାରଣ ମୋର ଆଧ୍ୟାତ୍ମିକତା ଏତେ ଛୋଟ ନୁହେଁ ଯେ ଏସବୁ ଦ୍ୱାରା ଧ୍ୱଂସ ହେବ। କିଚଡ଼ ତଳାବରେ ହିଁ ଜନ୍ମ ନେଇଥାଏ, ସମୁଦ୍ରରେ ତାହା ପାଇଁ ସ୍ଥାନ ନାହିଁ। ଯଦି ଦେଖେ ଯେ କିଚଡ଼ ସମୁଦ୍ର ମଧ୍ୟରେ ଜମିଛି, ତେବେ ସମୁଦ୍ରର ମହତ୍ଵ ନଷ୍ଟ ହୋଇଯାଏ। ଏଠାରେ ଯେ ଦୃଢ଼ ସଂସ୍କାର ଅଛି, ସେଗୁଡ଼ିକ ମୋ ପାଇଁ କିଚଡ଼ ପରି ଅମୂଲ୍ୟ, ଗଣନୀୟ ନୁହେଁ। ତୁମେ 10ଟି ଝିଅ ସହ ରୁହ କିମ୍ବା 10ଟି ପିଲା ସହ, ମୋ ପାଇଁ ସେଠାରେ କୌଣସି ମାନେ ନାହିଁ। କାରଣ ଏହି ଦେହ ଏଠି ରହିବ ଓ ଏଠିର କର୍ମମାନେ ମଧ୍ୟ ଏଠି ରହିବ। ମୁଁ ଯେତେ ନିଷ୍କାମ କିମ୍ବା ସକାମ କର୍ମ କରିଛି, ସେସବୁ ଏଠି ରହିଯିବ।